ବିପିଜି ରାମଜୀ ଆଇନ ପ୍ରତ୍ୟାହାର କରିବା, ମନରେଗା ଆଇନ ପୁନଃ ପ୍ରଚଳନ କରିବା ପାଇଁ 4ଟି ବାମପନ୍ଥୀ ଦଳମାନଙ୍କ ଆହ୍ୱାନରେ ସିପିଆଇଏମ୍ ରଣପୁର ଆଞ୍ଚଳିକ କମିଟି ତରଫରୁ ରଣପୁର ବ୍ଲକଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୂର୍ବ ଉପା ସରକାରଙ୍କ ଦ୍ୱାରା 2005 ମସିହାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରି ଗ୍ରାମାଞ୍ଚଳର କୁଶଳୀ ଅଣକୁଶଳୀ ଶ୍ରମିକଙ୍କ ପାଇଁ 100 ଦିନର ନିଯୁକ୍ତି ଦେବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଉକ୍ତ ଯୋଜନାରୁ ବଜେଟରେ ଟଙ୍କା ପର୍ଯ୍ୟାୟକ୍ରମେ ବ୍ୟୟ ହ୍ରାସ କରିଆସୁଥିଲେ। ଶେଷରେ ଏହି ସଂସଦ ଅଧିବେଶନରେ ପରିବର୍ତ୍ତନ କରି ବିପିଜି ରାମଜୀ ନାମରେ ନୂଆ ଆଇନ ଲାଗୁ କରିବା ପାଇଁ ଯାଉଛି। ଗାନ୍ଧୀ ହତ୍ୟାକାରୀ ଦଳ କ୍ଷମତାରେ ଥିଲେ ଏହା ହିଁ ହେବ। ଜାତିର ପିତା ଦ୍ୱିତୀୟବାର ହତ୍ୟା ସଦୃଶ। ବାମପନ୍ଥୀ ଦଳଙ୍କ ଦାବି ନୂତନ ଆଇନକୁ ବାତିଲ କରି ମନରେଗା ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବା ସହିତ 200 ଦିନର କାମ 600 ଟଙ୍କା ଦୈନିକ ମଜୁରୀ ଲାଗୁ କରିବା ପାଇଁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ କରାଯିବା ପରେ ବ୍ଲକ ସମ୍ମୁଖରେ ସାଥୀ ନିତ୍ୟାନନ୍ଦ ପରିଡ଼ାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସମ୍ପାଦକ ସାଥୀ ହରିଶ୍ଚନ୍ଦ୍ର ମିଶ୍ର, ଦୁଃଶାସନ ଜେନା, ସୁଶୀଲ ମହାନ୍ତି, ଗଦାଧର ପ୍ରଧାନ, ଲକ୍ଷ୍ମୀଧର ଲେଙ୍କା, ଭିକାରୀ ଚରଣ ସାହୁ, କୁଳମଣି ପଲେଇ, ମହେନ୍ଦ୍ର କୁମାର ସାହୁ, ଜଗନ୍ନାଥ ମାଟି, ପବିତ୍ର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରୁ ବିପିନ ପ୍ରହରାଜଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।